ଜାଣିଥିଲୁ ଯେ ରାଜନୈତିକ ଦଳ ମାନେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରନ୍ତି, କିନ୍ତୁ ଦୁଃଖ ପରିତାପର ବିଷୟ ଏଠି ବାଡ଼ ଫସଲ ଖାଉଛି ଏବଂ କଲେକ୍ଟର ଆଉ ଏସପି ସମ୍ପୂର୍ଣ୍ଣ ଭାବରେ ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଂଘନ କରୁଛନ୍ତି। ଆଜି କଲେକ୍ଟର ସାଜିଛନ୍ତି, ଜିଲ୍ଲାପାଳ ସାଜିଛନ୍ତି ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି, ଏସପି ସାଜିଛନ୍ତି ଭାରତୀୟ ଜନତା ପାର୍ଟିର ମଣ୍ଡଳ ସଭାପତି ଏବଂ ଯୋଉ ପ୍ରଶାସନିକ ଅଧିକାରୀ ମାନେ ରହିଛନ୍ତି ସେମାନେ ଦେବ ଦୁର୍ଲଭ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ରୂପେ କାମ କରୁଛନ୍ତି। ଆକୁ ଦୃଢ ହସ୍ତରେ ଆମେ ନିନ୍ଦନ କରୁଛୁ ଏବଂ ଦୁଃଖ ପରିତାପର ବିଷୟ ଯିଏ ଗଣତନ୍ତ୍ରକୁ ରକ୍ଷା କରିବା କଥା, ଯିଏ ମୁକ୍ତ ଅବାଧ ନିରପେକ୍ଷ ନିର୍ବାଚନ କରିବା କଥା, ସେମାନେ ଆଜି ପକ୍ଷପାତିତା କରୁଛନ୍ତି। ଆଜି ଆମ ପାଖରେ ଠୋସ୍ ପ୍ରମାଣ ଅଛି, ଖବର ଅଛି, ଆମର କର୍ମକର୍ତ୍ତା ମାନଙ୍କୁ ଏମାନେ ବଳପୂର୍ବକ ଉଠାଇକି ନେଇକି ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗରେ ଫୋନ କରେଇକି କହୁଛନ୍ତି ଯେ ତୁରନ୍ତ ତମେ ଦଳ ପରିବର୍ତ୍ତନ କର। ଏଠି ଯୋଉ ଜିଲ୍ଲାର ଯୋଉ ସରକାରୀ ଶିକ୍ଷା ସଂଘ ଅଛି, ଶିକ୍ଷକ ସଂଘ ଅଛି, ଯୋଉ ଏମବିକେ ସିଆରପି ଯୋଉ ମହିଳା ମିଶନ ଶକ୍ତିର ଅଛନ୍ତି, ତାଙ୍କ ମାନଙ୍କ ଉପରେ ଚାପ ପ୍ରୟୋଗ କରିକି ତାଙ୍କୁ ଭାରତୀୟ ଜନତା ପାର୍ଟିର ପ୍ରଚାର ପ୍ରସାର କରିବା ପାଇଁ କି କଲେକ୍ଟର ଏସପି ଏଠି ବାଧ୍ୟ କରୁଛନ୍ତି। ତୁରନ୍ତ ଯିଏ ବର୍ତ୍ତମାନ ଷ୍ଟାର କ୍ୟାମ୍ପେନର ରୂପରେ ଭାରତୀୟ ଜନତା ପାର୍ଟିର କାମ କରୁଛନ୍ତି ତାକୁ ବରଦାସ୍ତ କରାଯିବ ନାହିଁ। ତୁରନ୍ତ ଆମେ ଇଲେକ୍ସନ କମିଶନକୁ ଏଇଠୁ ପ୍ରତିବାଦ କରିକି ଏଇଠୁ ସୂଚନା ଦଉଛୁ, ବାର୍ତ୍ତା ଦଉଛୁ, ତୁରନ୍ତ ତାଙ୍କୁ ଏଠୁ ହଟାଯାଉ, ବଦଳି କରାଯାଉ ଏବଂ ନୂତନ କଲେକ୍ଟର ଏସପି କୁ ଏଠି ସ୍ଥାପିତ କରାଯାଉ।